मोदीଙ୍କ ନୂଆ ମନ୍ତ୍ରିମଣ୍ଡଳ କାହାକୁ କେଉଁ ବିଭାଗରେ ମିଳିଲା ମନ୍ତ୍ରୀ ପଦ? ହଁ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଏହି ଭିଡ଼ିଓରେ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳ କାହାକୁ କେଉଁ ବିଭାଗରେ ମିଳିଲା ମନ୍ତ୍ରୀ ପଦ। ଆସନ୍ତୁ ସେହି ବିଷୟରେ ଜାଣିବା। କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହା, ଗୃହ ଓ ସମବାୟ ମନ୍ତ୍ରୀ ନୀତିଶ ଗଡ଼କରୀ, ସଡ଼କ ଓ ପରିବହନ ମନ୍ତ୍ରୀ ଜେପି ନଡ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ଶିବରାଜ ସିଂ ଚୌହାନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ, ଭାରୀ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ପୀୟୂଷ ଗୋୟଲ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷା ମନ୍ତ୍ରୀ ଜିତନ ରାମ ମାଝୀ, MSME ମନ୍ତ୍ରୀ ଲଲନ ସିଂ, ପଞ୍ଚାୟତ ରାଜ ମନ୍ତ୍ରୀ ଏବଂ ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ବୀରେନ୍ଦ୍ର କୁମାର, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ କେ ରାମମୋହନ ନାଇଡୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଗିରିରାଜ ସିଂ, ବୟନଶିଳ୍ପ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଏବଂ IT ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଯୋଗାଯୋଗ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନସୁଖ ମାଣ୍ଡଲବ୍ୟ, ଶ୍ରମ ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ କି କିଷାନ ରେଡ୍ଡି, ଖଣି ଓ କୋଇଲା ମନ୍ତ୍ରୀ ଚିରାଗ ପାସୱାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ CR ପାଟିଲ, ଜଳଶକ୍ତି ମନ୍ତ୍ରୀ। ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ 30 ଜଣଙ୍କର ନାମ ଆପଣଙ୍କୁ କହିଲି। ତେଣୁ ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗୁଛି ନିଶ୍ଚିତ ଭାବରେ ଆପଣଙ୍କର ମତାମତ କମେଣ୍ଟରେ ଦିଅନ୍ତୁ ଏବଂ ଭିଡ଼ିଓକୁ ଭଲ ଲାଗୁଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ନୂଆ କରି ଚ୍ୟାନେଲକୁ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଦ୍ୱାରା ଏହି ପ୍ରକାର ଭିଡ଼ିଓ ଏହି ଚ୍ୟାନେଲରେ ସବୁବେଳେ ପାଇଁ ଦେଖିବାକୁ ମିଳିବ। ତେଣୁ ଚ୍ୟାନେଲକୁ ତୁରନ୍ତ ସବସ୍କ୍ରାଇବ୍ କରନ୍ତୁ।